ବନ୍ଧୁଗଣ, ସ୍ତ୍ରୀମାନଙ୍କର ଏହି ଚାରୋଟି ଭୋକ କେବେ ବି ମେଣ୍ଟି ନଥାଏ। ତ ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟ ଅନୁସାରେ ଜଣାଇବାକୁ ଯାଉଛୁ ଯେ ନାରୀମାନଙ୍କର କେଉଁ ଭୋକ ଗୁଡ଼ିକ କେବେ ହେଲେ ମଧ୍ୟ ମେଣ୍ଟି ନଥାଏ ଏବଂ ବୟସ ବଢ଼ିବା ସହିତ ସେହି ଭୋକ ମଧ୍ୟ ବଢ଼ିବାରେ ଲାଗିଥାଏ। ଆପଣମାନେ ଏହା ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଭୋକ ଆଗରେ ନାରୀମାନଙ୍କୁ ହୀରା ମୋତି ମଧ୍ୟ କମ୍ ଲାଗିଥାଏ। ତ ତେବେ ବନ୍ଧୁଗଣ, ଆସନ୍ତୁ ଆମେ ଜାଣିବା ଯେ ନାରୀମାନଙ୍କର ସେହି ଭୋକ ଗୁଡ଼ିକ ବିଷୟରେ ଯାହା କେବେ ହେଲେ ମଧ୍ୟ କମି ନଥାଏ ଏବଂ ଏହାକୁ ପାଇବା ପରେ ନାରୀମାନଙ୍କର ସେହି ଭୋକର ଆହୁରି ବୃଦ୍ଧି ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା। ପ୍ରଥମ ହେଉଛି ସମ୍ବନ୍ଧ ବନେଇବା ଇଚ୍ଛା। ଆଜ୍ଞା ହଁ ବନ୍ଧୁଗଣ, ଆଚାର୍ଯ୍ୟ ଚାଣକ୍ୟ ଅନୁସାରେ ନାରୀମାନଙ୍କ ମଧ୍ୟରେ ସମ୍ବନ୍ଧ ବନେଇବାର ବା ସମ୍ଭୋଗ କରିବାର ଇଚ୍ଛା ପୁରୁଷମାନଙ୍କ ତୁଳନାରେ ଅଧିକ ଦେଖିବାକୁ ମିଳିଥାଏ। ଏହା ମଧ୍ୟ କୁହାଯାଇଛି ଯେ ନାରୀମାନଙ୍କର ବୟସ ବଢ଼ିବା ସହିତ ତାଙ୍କର ସମ୍ଭୋଗ କରିବାର ଇଚ୍ଛା କମିବା ଅପେକ୍ଷା ଦିନକୁ ଦିନ ବଢ଼ିବାକୁ ଲାଗିଥାଏ। ଦ୍ୱିତୀୟରେ, ଶୃଙ୍ଗାର କରିବାର ଇଚ୍ଛା ବା ସଜେଇ ହେବାର ଇଚ୍ଛା। ବନ୍ଧୁଗଣ, ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ନାରୀମାନଙ୍କର ଶୃଙ୍ଗାର କରିବାର ବା ସଜେଇ ହେବାର ଇଚ୍ଛା କେବେ ହେଲେ ମଧ୍ୟ ପୂର୍ଣ୍ଣ ହୋଇନଥାଏ। ଅଥଚ ସଜ ହେବା ବା ଶୃଙ୍ଗାର କରିବା ନାରୀମାନଙ୍କର ଅଧିକାର ହୋଇଥାଏ। ଶୃଙ୍ଗାର ବିନା ନାରୀମାନେ ସମ୍ପୂର୍ଣ୍ଣ ହୋଇନଥାନ୍ତି। ତ ଶୃଙ୍ଗାର ନାରୀମାନଙ୍କର ସୁନ୍ଦରତା ବଢ଼ାଇବା ସହିତ ତାଙ୍କୁ ସମ୍ମାନ ମଧ୍ୟ ପ୍ରଦାନ କରିଥାଏ। କିନ୍ତୁ ବନ୍ଧୁଗଣ, ଆପଣମାନେ ଏହା ଜାଣିଛନ୍ତି କି ନାରୀମାନଙ୍କର ଏହି ଭୋକ କେବେ ହେଲେ ମେଣ୍ଟି ନଥାଏ। ଏହା କମିବା ଅପେକ୍ଷା ପ୍ରତିଦିନ ବଢ଼ିବାକୁ ଲାଗିଥାଏ। ନାରୀମାନଙ୍କୁ ଶୃଙ୍ଗାର କରିବା ଅତ୍ୟନ୍ତ ଭଲ ଲାଗିଥାଏ, ଯାହାଫଳରେ ସେହି ଯୋଗୁଁ ଅଧିକରୁ ଅଧିକ ସୁନ୍ଦର ଦେଖିବା ପାଇଁ ଚେଷ୍ଟା କରିଥାନ୍ତି। ଏହା ମଧ୍ୟ ଦେଖାଯାଇଛି ଯେ ନାରୀମାନେ କେତେ ବୟସ ଲୁଚାଇବା ପାଇଁ ବି ନିଜ ବୟସ କମ୍ ଦେଖାଯିବା ପାଇଁ ଶୃଙ୍ଗାର କରିଥାନ୍ତି। ନାରୀମାନଙ୍କର ଏହି ଭୋକ କେବେ ହେଲେ ମଧ୍ୟ ମେଣ୍ଟି ନଥାଏ ଏବଂ ସମୟ ସହ ଏହା ବଢ଼ିବାରେ ଲାଗିଥାଏ। ତାପରେ ଏ ଘର ମାଉଚି ସେ ଘର ପିଉଛି। ତ ବନ୍ଧୁଗଣ, ଆପଣମାନେ ତ ଏହା ଭଲ ଭାବେ ଜାଣିଥିବେ ଯେ ନାରୀମାନେ ଜଣଙ୍କ କଥା ଆଉ ଜଣଙ୍କ ଆଗରେ ନ କହିବା ଯାଏଁ ତାଙ୍କର ଭାତ ହଜମ ହୋଇନଥାଏ। ତ ନାରୀମାନଙ୍କୁ କଳହ ସୃଷ୍ଟି କରିବା ପାଇଁ ଭଲ ଲାଗିଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ନାରୀମାନେ ଯେଉଁ ଯାଏଁ ଜଣଙ୍କ କଥା ଆଉ ଜଣଙ୍କ ଆଗରେ ନ କହିଛନ୍ତି ତାଙ୍କର ମନରୁ ଶାନ୍ତି ମିଳିନଥାଏ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ନାରୀମାନଙ୍କର ପେଟରେ ଥିବା ବଡ଼ରୁ ବଡ଼ କଥା ମଧ୍ୟ ନିଆଁ ପରି ମାତିଥାଏ। କାହିଁକି ନା ନାରୀମାନଙ୍କର ଏହି ଭୋକ ପ୍ରତିଦିନ ବଢ଼ିବାରେ ଲାଗିଥାଏ ଏବଂ ନାରୀମାନଙ୍କର ଏହି ଗୁଣ କେବେ ହେଲେ ମଧ୍ୟ ବଦଳି ନଥାଏ। ତ ନାରୀମାନେ କେବେ ହେଲେ ମଧ୍ୟ ତାଙ୍କର ଏହି ଭୋକକୁ ମେଣ୍ଟେଇ ପାରିବେ ନାହିଁ, ବରଂ ଏହାର ଭୋକ ଅଧିକରୁ ଅଧିକ ବଢ଼ିବାରେ ଲାଗିଥାଏ। ଚତୁର୍ଥରେ, ଖାଇବାର ଲୋଭ। ତ ବନ୍ଧୁଗଣ, ନାରୀମାନଙ୍କର ଖାଇବା ପ୍ରତି ଲୋଭ ପୁରୁଷମାନଙ୍କ ତୁଳନାରେ ଅଧିକ ହୋଇଥାଏ। ବନ୍ଧୁଗଣ, ଆପଣମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ନାରୀମାନଙ୍କୁ ପୁରୁଷମାନଙ୍କ ତୁଳନାରେ ଅଧିକ ଭୋକ ଲାଗିଥାଏ ଏବଂ ସ୍ୱାସ୍ଥ୍ୟ ହିସାବରେ ଦେଖିବାକୁ ଗଲେ ନାରୀମାନଙ୍କୁ ପୁରୁଷଙ୍କ ଅପେକ୍ଷା ଅଧିକ କ୍ୟାଲୋରି ଆବଶ୍ୟକତା ରହିଛି। ଏଥିପାଇଁ ନାରୀମାନଙ୍କୁ ପୁରୁଷମାନଙ୍କ ଅପେକ୍ଷା ଅଧିକ ଭୋଜନ କରିବାକୁ ପଡ଼ିଥାଏ। ତ ନାରୀମାନଙ୍କର ଏହି ଅଭ୍ୟାସ ବା ଭୋକ ପ୍ରତିଦିନ ବଢ଼ିବାରେ ଲାଗିଥାଏ। ତ ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଭିଡ଼ିଓଟି କେମିତି ଲାଗିଲା ଆପଣ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଆପଣ ଯଦି ଭଲ ଲାଗିବ ଲାଇକ୍ କରିବେ, ଆପଣଙ୍କର ସାଙ୍ଗ ପ୍ରିୟଜନମାନଙ୍କ ପାଖକୁ ସେୟାର କରନ୍ତୁ। ତାପରେ ଆପଣ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ଆଇକନ୍ ମଧ୍ୟ ପ୍ରେସ୍ କରିଦିଅନ୍ତୁ। ପୁଣି ଦେଖାହବ ନୂଆ ଏକ ଭିଡ଼ିଓ ନେଇ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ।